पवित्र करणारे प्रभू यीशु ଆଜି ତୁମେ ଆମମାନଙ୍କ ପାଇଁ ଯେଉଁ ଭାଗ୍ୟ ବର୍ଣ୍ଣନା କରିଅଛ ସେଥିପାଇଁ ଆମେ ତୁମର ଧନ୍ୟବାଦ କରିଅଛୁ। ଏହି ବାକ୍ୟରୁ ପବିତ୍ର ଆତ୍ମାଙ୍କର ସହାୟତାରେ ଆମ ସମସ୍ତଙ୍କ ନିକଟରେ ପ୍ରକାଶ ପବିତ୍ର ପ୍ରଭୁ ଏହି ବାକ୍ୟ ଦ୍ୱାରା ଉପସ୍ଥିତ ଭାଇମାନେ ଉପକୃତ ହେବେ ଏବଂ ବାକ୍ୟ ଦ୍ୱାରା ତୁମ ଯେପରି ଗୌରବ ତୁମେ ବିଶେଷ ଭାବରେ ପବିତ୍ର ପ୍ରଭୁ ଏହି ବାକ୍ୟକୁ ତୁମରି ଚରଣକାରୀ ଧୈର୍ଯ୍ୟ ସହିତ ବସି ଶୁଣିବା ପାଇଁ ଏବଂ ଗ୍ରହଣ କରିବା ପାଇଁ ତୁମେ ଆମମାନଙ୍କୁ ସେହି ସୁସ୍ଥତାର ଆତ୍ମୀୟତା ପବିତ୍ର ପ୍ରଭୁ ବାକ୍ୟ ଶୁଣିବା ସମୟରେ ଆମେ ଯେପରି ତୁମର ଉପସ୍ଥିତିକୁ ଅନୁଭବ କରିବା ତୁମର ସେହି ସମୁଦ୍ରର ସ୍ୱରକୁ ଶୁଣିପାରିବା ତୁମେ ଆମର ପ୍ରତ୍ୟେକଙ୍କୁ ବିଶେଷ ସମସ୍ତ ବିଷୟକୁ ମନେ କରି ପ୍ରାର୍ଥନା ଯୀଶୁଙ୍କ ନାମରେ କରୁଛୁ। ଆମେନ୍। ହାଲେଲୁୟା ହାଲେଲୁୟା। ବାକ୍ୟକୁ ଯିବା ପୂର୍ବରୁ କିଛି ବିଷୟକୁ କହିବି, ତାପରେ ଆମେ ବାକ୍ୟ ମଧ୍ୟକୁ ଯିବା। ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ତୁମମାନଙ୍କର ତାଙ୍କର ବାକ୍ୟ ଶୁଣିବା ପାଇଁ ଏବଂ ଧ୍ୟାନ କରିବା ପାଇଁ ଏହି ସୁନ୍ଦର ସୁଯୋଗ ଆଉ ସମୟ ଦେଇଛନ୍ତି। ଈଶ୍ୱରଙ୍କର ବାକ୍ୟ ସମସ୍ତ ବିଷୟ ଠାରୁ ମୂଲ୍ୟବାନ ଅଟେ। ଏହା ଆପଣମାନେ କିପରି ଭାବରେ ଅନୁଭବ କରୁଛନ୍ତି, ଏହି ବାକ୍ୟ ପ୍ରତି ଆପଣମାନେ କିପରି ଭାବରେ ମନୋଯୋଗ ଦିଅନ୍ତି। ଯୀଶୁ ମନୁଷ୍ୟ ଭାବରେ ଏହି ଜଗତରେ ଜନ୍ମଗ୍ରହଣ କରିଥିଲେ। ସମଗ୍ର ମାନବ ଜାତିକୁ ପାପରୁ ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ କ୍ରୁଶରେ ନିଜର ପବିତ୍ର ଶରୀରକୁ ବଳି ଦେଇଥିଲେ। କ୍ରୁଶରେ ମୃତ୍ୟୁଭୋଗ କଲା ପରେ 3 ଦିନ ପରେ ପୁନରୁତ୍ଥିତ ହୋଇଥିଲେ। ମୃତ୍ୟୁର କୌଣସି ବନ୍ଧନ ତାହାଙ୍କୁ ଅଟକାଇ ପାରିନଥିଲା। ତାପରେ ସେ ସ୍ୱର୍ଗାରୋହଣ କରି ପିତାଙ୍କ ନିକଟକୁ ଯାଇଥିଲେ। ଏ ବିଷୟ ଆମେ ସମସ୍ତେ ଜାଣୁ। ବାଇବେଲରେ ଏହି ସମସ୍ତ ବିଷୟର ପ୍ରମାଣ ରହିଛି। ଆମମାନଙ୍କର ଈଶ୍ୱର କେଉଁଠାରେ ବାସ କରନ୍ତି? ଆମେ ଈଶ୍ୱରଙ୍କ ନିକଟକୁ ଆସିଛୁ। ଆମମାନଙ୍କର ଈଶ୍ୱରଙ୍କ ବିଷୟରେ ଜାଣିବା ଦରକାର ଯେ ଆମମାନଙ୍କର ଈଶ୍ୱର କେଉଁଠାରେ ଅଛନ୍ତି, କେଉଁଠାରେ ବାସ କରନ୍ତି। ଗୀତ ସଂହିତା 115 ଅଧ୍ୟାୟ 3 ପଦରେ ଲେଖାଯାଇଛି। ଗୀତ ସଂହିତା 115 ଅଧ୍ୟାୟ 3 ପଦରେ ଲେଖାଯାଇଛି, ଆମମାନଙ୍କର ଈଶ୍ୱର, ଆମମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି। ଯାହା ତାଙ୍କର ଇଚ୍ଛା ତାହା ସେ କରିଥାଏ। ଆମମାନଙ୍କ ଈଶ୍ୱର କୋଉଠି ଅଛନ୍ତି? ସ୍ୱର୍ଗରେ। ସେ ଯାହା ଇଚ୍ଛା କରନ୍ତି ସେ ସ୍ୱର୍ଗରେ ଯାଇ ଆମମାନଙ୍କୁ ନିରୀକ୍ଷଣ କରୁଛନ୍ତି। ତାଙ୍କର ଯାହା ଇଚ୍ଛା ସେ ତାହା କରନ୍ତି। ଆମମାନଙ୍କର ଯୀଶୁ କେଉଁଠାରେ ଅଛନ୍ତି? ପିତା ଈଶ୍ୱର ସ୍ୱର୍ଗରେ ଅଛନ୍ତି। ପୁତ୍ର ଈଶ୍ୱର ଯୀଶୁ କେଉଁଠାରେ ଅଛନ୍ତି? ମାର୍କ ଲିଖିତ ସୁସମାଚାର 16 ଅଧ୍ୟାୟ 19 ପଦରେ ଲେଖାଯାଉଛି, ଯୀଶୁ ସ୍ୱର୍ଗାରୋହଣ କରିବା ପରେ
ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଲେ। ମାନେ ଯୀଶୁ କୋଉଠି ଅଛନ୍ତି? ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଲେ। ଦକ୍ଷିଣ ପାଖରେ ବସି ସେ କ'ଣ କରୁଛନ୍ତି? କିଛି କାର୍ଯ୍ୟ କରୁଛନ୍ତି। ସେ ଆମମାନଙ୍କ ପାଇଁ ପ୍ରତ୍ୟେକ ଦିନ କ'ଣ କରୁଛନ୍ତି? ନିବେଦନ କରୁଛନ୍ତି ଆଉ ପ୍ରାର୍ଥନା କରୁଛନ୍ତି। ଈଶ୍ୱର ଏବଂ ମନୁଷ୍ୟମାନଙ୍କ ମଧ୍ୟରେ ସେ ମଧ୍ୟସ୍ଥତା କରୁଛନ୍ତି। ଯେତେବେଳେ ଆମେ ପ୍ରାର୍ଥନା କରିଥାଉ, ସେ ଆମମାନଙ୍କର ପ୍ରାର୍ଥନାକୁ କ'ଣ କରନ୍ତି ନା ପିତାଙ୍କ ନିକଟକୁ ନେଇଥାନ୍ତି। ପିତାଙ୍କ ନିକଟରେ ସେ କ'ଣ କରନ୍ତି ନା ନିବେଦନ କରନ୍ତି ଯେ ମୋର ମନୋନୀତ ଲୋକମାନେ ପୃଥିବୀରେ ପ୍ରାର୍ଥନା କରୁଛନ୍ତି। ତୁମେ ତାହାଙ୍କର ପ୍ରାର୍ଥନାର ବିନତିକୁ ଗ୍ରହଣ କର ଏବଂ ତୁମେ ସେମାନଙ୍କର ପ୍ରାର୍ଥନାକୁ କ'ଣ କର ନା ମଞ୍ଜୁର କର। ଯୀଶୁ ଏହି କାର୍ଯ୍ୟ ସେ କରୁଛନ୍ତି। ପ୍ରକାଶିତ ବାକ୍ୟ ତାର 1 ଅଧ୍ୟାୟ 18 ପଦରେ ଲେଖାଯାଏ। ସେ ସ୍ଥାନରେ ଯୀଶୁ କହୁଛନ୍ତି, ଆମ୍ଭେ ମୃତ ହେଲୁ, ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ ହବୁ। ଆମ୍ଭେ ମୃତ ହେଲୁ, ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ ହବୁ। ଯୀଶୁଙ୍କର ପୁନରୁତ୍ଥାନର 60 ବର୍ଷ ପରେ ପାତ୍ମଦ୍ୱୀପରେ ଯୀଶୁ ଯୋହନଙ୍କୁ ଦର୍ଶନ ଦେଇ ଏହି ବାକ୍ୟ ସେ ପ୍ରଭୁଙ୍କ ନିକଟରେ ପ୍ରକାଶ କରିଥିଲେ। ଯେଉଁ ଯୀଶୁଙ୍କୁ ଆପଣ ବିଶ୍ୱାସ କରନ୍ତି, ଯେଉଁ ଯୀଶୁକୁ ଆପଣ ଗ୍ରହଣ କରିଛନ୍ତି, ଯେଉଁ ଯୀଶୁକୁ ଆପଣ ପ୍ରେମ କରନ୍ତି, ଯେଉଁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ଜୀବିତ ଅଟନ୍ତି। ଯୀଶୁ ଜୀବିତ ଅଟନ୍ତି। ଆମେ ଯେଉଁ ଯୀଶୁଙ୍କର ସେବା କରୁଅଛୁ, ଯେଉଁ ଯୀଶୁକୁ ଆମେ ଜାଣିଛୁ, ଯେଉଁ ଯୀଶୁକୁ ଆମମାନଙ୍କ ଜୀବନରେ ଅନୁଭବ କରୁଛୁ, ସେ ଜୀବିତ ଈଶ୍ୱର ଅଟନ୍ତି। ଆମେ ମୃତ ଈଶ୍ୱରଙ୍କର ସେବା କରୁନାହୁଁ, ଆମେ ଜୀବିତ ଈଶ୍ୱରଙ୍କର ସେବା କରୁଅଛୁ। ସେ ଆମମାନଙ୍କର ସହିତ କଥାବାର୍ତ୍ତା କରନ୍ତି, ସେ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି, ସେ ଆମମାନଙ୍କର ପ୍ରାର୍ଥନା ଶୁଣି କ'ଣ କରନ୍ତି ନା ଉତ୍ତର ମଧ୍ୟ ଦିଅନ୍ତି। ପବିତ୍ର ଆତ୍ମା ବର୍ତ୍ତମାନ କେଉଁଠାରେ ଅଛନ୍ତି? ଈଶ୍ୱରଙ୍କ ବିଷୟରେ ଆମେ ଜାଣିବୁ, ଯୀଶୁଙ୍କ ବିଷୟରେ ଜାଣିବୁ, ପିତା ପୁତ୍ରଙ୍କ ବିଷୟରେ ଜାଣିବୁ। ବର୍ତ୍ତମାନ ପବିତ୍ର ଆତ୍ମା କେଉଁଠାରେ ଅଛନ୍ତି? ପବିତ୍ର ଆତ୍ମା ଏହି ଜଗତରେ ଅଛନ୍ତି, ଆମମାନଙ୍କ ସହିତ ବାସ କରନ୍ତି, ଆମମାନଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରନ୍ତି। ସେ ଆମମାନଙ୍କର ସଙ୍ଗରେ ଥାନ୍ତି, ସେ ଆମମାନଙ୍କର ଅନ୍ତର ମଧ୍ୟରେ ଥାନ୍ତି। ଯୋହନ 14 ଅଧ୍ୟାୟ ତାହାର 16 ପଦ, 17 ପଦ ଏବଂ 26 ପଦ ଯଦି ପଢ଼ିବେ, ତାହେଲେ ପବିତ୍ର ଆତ୍ମାଙ୍କର ବିଷୟରେ ଆପଣମାନେ ଜାଣିପାରିବେ। ଯୀଶୁ କହିଲେ, ଯୋହନ 16 ଅଧ୍ୟାୟ 7 ପଦରେ ଯୀଶୁ କହିଲେ, ମୋର ଜୀବନ ତୁମମାନଙ୍କ ପାଇଁ ମଙ୍ଗଳ ବିଷୟ ଅଟେ। ମୁଁ ଗଲେ ସେହି ସାହାଯ୍ୟକାରୀ ପବିତ୍ର ଆତ୍ମା ଅର୍ଥାତ୍ ସତ୍ୟମୟ ଆତ୍ମାକୁ ପଠାଇବା ପାଇଁ ପିତାଙ୍କୁ ଅନୁରୋଧ କରିବେ। ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତୁମମାନଙ୍କ ନିକଟକୁ ପଠେଇ ଦେବି। ଆମ ପ୍ରତି ଈଶ୍ୱର ଯାହା କରିଛନ୍ତି, ସେଥିପାଇଁ ଆମମାନେ କୃତଜ୍ଞ ହେବା ଆବଶ୍ୟକ।
এই জগତରେ ଆମେ ଯାହା କିଛି ପାଇଛୁ ଏବଂ এই ଜଗତରେ ଆମେ ଯାହା କିଛି ହୋଇପାରିଛୁ ସେଥିପାଇଁ ତାହା ପ୍ରଭୁଙ୍କର ମଙ୍ଗଳ ଗାନ ଅଟେ, ତାହାଙ୍କର ଅନୁକୂଳ ଗାନ ଅଟେ, ତାହାଙ୍କର ଆଶୀର୍ବାଦ ଅଟେ। ସେଥିପାଇଁ ଆମେ ତାହାଙ୍କ ନିକଟରେ ଆମମାନଙ୍କର ନିଜର କୃତଜ୍ଞତା ପ୍ରକାଶ କରିବା ଆବଶ୍ୟକ। ବାକ୍ୟ ପାଖକୁ ଯିବା। ଯେଉଁ ବାକ୍ୟ ଆମେ ଆଜି ପଢ଼ିଛୁ, ଯେଉଁମାନେ ଆସିପାରିନଥିଲେ ପୁଣି ସେମାନଙ୍କ ପାଇଁ এই ବାକ୍ୟକୁ ମୁଁ ଆଉ ଥରେ ପଢ଼ି ଦେଉଛି। ବାକ୍ୟ ଲିଖିତ ସୁସମାଚାର 16 ଅଧ୍ୟାୟ ତାର 6 ପଦ। ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ୱିତ ହୁଅ ନାହିଁ, ଏମାନେ କୁଶଳଙ୍କ ରାଜନୀତିକ ଯୀଶୁଙ୍କର ଅନ୍ୱେଷଣ କରୁଅଛ। ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି। ଦେଖ, ଏହି ସ୍ଥାନରେ ସେମାନେ ତାହାକୁ ରଖିଥିଲେ। ବାକ୍ୟ ମଧ୍ୟକୁ ଯିବା। ବାକ୍ୟ ଯାହା ମୁଁ କହିବି ତାହା ଆପଣମାନେ ଅନେକ ଜାଣିଛନ୍ତି, ଅନେକ ବିଷୟ ଜାଣିଛନ୍ତି, କିନ୍ତୁ ଯେ ଆମମାନେ କେବଳ ବାକ୍ୟ ଶୁଣିଛନ୍ତି ତାହା ନୁହେଁ, କିନ୍ତୁ ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନେ ପ୍ରତ୍ୟେକ ଦିନ ବାକ୍ୟ ଅଧ୍ୟୟନ କରୁଛନ୍ତି, ବାକ୍ୟ ଜାଣିଛନ୍ତି। ଯାହା ମୁଁ କହିବି ଅନେକ ଜାଣନ୍ତି, କିନ୍ତୁ ଅନେକ ଜାଣିଛନ୍ତି, କିନ୍ତୁ ସେମାନଙ୍କର ସ୍ମରଣରେ ନାହିଁ। ଯେଉଁ ବାକ୍ୟ ସ୍ମରଣରେ ନାହିଁ ସେ ବାକ୍ୟକୁ ମଧ୍ୟ ମୁଁ ଆଉ ଥରେ ସ୍ମରଣରେ ପକାଇବି। ତେଣୁକରି ଆପଣମାନେ ନିଜ ନିଜର ବାଇବେଲକୁ ଖୋଲା ରଖିଥିବେ। ମୁଁ ଯେତେବେଳେ ବାକ୍ୟ କହିବି, ଯେଉଁ ପଦ କହିବି ସେହି ପଦ ଆପଣମାନେ ପଢ଼ି ନେଉଥିବେ ଏବଂ ବାକ୍ୟକୁ ମଧ୍ୟ ଶୁଣୁଥିବେ। ସମସ୍ତ ବାକ୍ୟ ଯଦି ପଢ଼ାଯିବ ତାର ସମୟ ମଧ୍ୟ ଅଭାବ ହେବ। ଗତ ଦିନଗୁଡ଼ିକରେ ଆମେ ଆଉ ଯୀଶୁଙ୍କର ସେହି ନୂତନର ସଂସ୍ଥାନ ପାସକୁ ଯାହାକୁ କହନ୍ତି ମଣ୍ଡଳ ମଧ୍ୟରେ ପାଳନ କରୁଛୁ। ସୋମବାର ଆମେ କରିନେଉ, କିନ୍ତୁ ଗୁରୁବାର ଠାରୁ ଆରମ୍ଭ କରୁଛୁ। ଖଜୁରୀ ରବିବାର ପାକ ସନ୍ଧ୍ୟାରୁ ଆରମ୍ଭ ହୋଇ ପୁନରୁତ୍ଥାନ ରବିବାର ଇଷ୍ଟର ସନ୍ଧ୍ୟାରେ ତାହା ଶେଷ ହୋଇଥାଏ। ପାକ ସନ୍ଧ୍ୟାରେ ଆମେ ବାକ୍ୟ ଶୁଣିଲୁ, ଗୁରୁବାର ସନ୍ଧ୍ୟାରେ ବାକ୍ୟ ଶୁଣିଲୁ। ଯୀଶୁ ଯେଉଁ ଶେଷ ରାତ୍ରିଭୋଜ ପାଳନ କରିଥିଲେ, ଆମମାନେ ମଧ୍ୟ ସେହି ପ୍ରଭୁଭୋଜର ଅଂଶୀ ହୋଇ ଆଉ ଯୀଶୁଙ୍କର ସେହି ଶେଷ ରାତ୍ରିଭୋଜକୁ ସ୍ମରଣ କରୁ। ଶୁଭ ଶୁକ୍ରବାର ଉତ୍ପାଦରେ ଆମେ ବାକ୍ୟ ଶୁଣିଲୁ। ଶନିବାର ସନ୍ଧ୍ୟାରେ ମଧ୍ୟ ଆମେ ବାକ୍ୟ ଶୁଣିଲୁ। ପୁନରୁତ୍ଥାନ ଦିବସରେ ଇଷ୍ଟର ସମୟରେ ବାକ୍ୟ ଶୁଣିଲୁ। ଯୀଶୁଙ୍କ ବିଷୟରେ ଅନେକ ବିଷୟ ଜାଣିବାକୁ ପାଇଲୁ। ଆଜି ମଧ୍ୟ ଆମେ ଯୀଶୁଙ୍କର ପୁନରୁତ୍ଥାନ ପରେ ଘଟିଥିବା ବିଷୟଗୁଡ଼ିକ ଉପରେ ଆଲୋଚନା କରିବା। ଯୀଶୁ ପୁନରୁତ୍ଥାନ ହେଲା ପରେ 12ଗୋଟି ବିଷୟ କହିଥିଲେ, କିନ୍ତୁ ଆମେ ମାତ୍ର 5ଗୋଟି ବିଷୟ ଆଲୋଚନା କରିବା, ଯାହାକି ଆମମାନଙ୍କର ଆତ୍ମିକ ଜୀବନ ପାଇଁ ତାହା ନିତାନ୍ତ ଆବଶ୍ୟକ। ପୃଥିବୀରେ ଜଣେ ବ୍ୟକ୍ତି ପୁନରୁତ୍ଥାନ ହୋଇଥିଲେ, ପୁନରୁତ୍ଥିତ ହୋଇଥିଲେ ଜଣେ ବ୍ୟକ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ କେହି ପୁନରୁତ୍ଥିତ ହେବାର ଦେଖାଯାଏ କିମ୍ବା ଆମେ ଜାଣୁ। ଜଣେ ବ୍ୟକ୍ତି ପୁନରୁତ୍ଥିତ, ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ସେ ଉତ୍ଥିତ ହୋଇଥିଲେ, ଆଉ ଶାସ୍ତ୍ର ଅନୁଯାୟୀ ସେ ଉତ୍ଥିତ ହୋଇଥିଲେ। ପ୍ରଥମ କରନ୍ତି 15:3 ଏବଂ 4 ପଦ ଯଦି ପଢ଼ିବେ, ତାହେଲେ ସେହି ସ୍ଥାନରେ ସେ କିପରି ଭାବରେ ଶାସ୍ତ୍ର ଅନୁସାରେ ଉଠିଥିଲେ ସେ ବିଷୟରେ ଲେଖାଯାଇଛି।
जो बात मैंने पाठ करूँ आउ शुणु जो पद जीतदान प्रतिज्ञा अनुसार कृष्ण मुक्ति को अनुभव करे तृतीय दिवस उठिले प्रतिज्ञा को से प्रमाण कर किंतु जीशुकर शिष्य मैंने प्रतिज्ञा को भूली जाए से कौन कर खाली कबर को जाए जीशु को अन्वेषण कर जो कि जीशु ना आज अपराह समय क्यों जीशु को आम खोजा को आसू जो जीशु पवित्र आत्मा शक्ति और पवित्रतार शक्ति कबर उठी से जीशु आउ कबर नहांती से उठी दानिएल पुस्तक 12 अध्याय तार 2 पदे लिखा जाऊँगी जो मैंने धूलिले शयन कर समस्ते उठे अनेक अनंत जीवन पाइबापी अनेक नरकर दंड भोगापी उठे निजर जीशु निजर शक्ति एवं पराक्रम द्वारा निजे उठे किंतु अन्य जो मैंने से शेष काल उठे जीशु से उठाइबे पुनरुत्थान एवं पुनर्जीवन जीशु जेतबेले सुसमाचार कार्य करुले अनेक मृत लोक मान उठे लाजार को उठे पुनर्जीवित कर पुनरुत्थान बोली कही पाइबा नहीं से पुणी आउ थे किसी दिन रहिले आउ से मृत्युवरण करे जीशुकर पुनरुत्थान होची उठिला परे आउ मृत्यु ना पुनरुत्थान विषय होची उठिला परे आउ मृत्यु ना पुनरुत्थित से आउ तार मृत्यु ना जहाँ जीशुकर जीवन में घटिला से उठिछंती आउ जीवित अछंती पुनरुत्थान शब्दटी केवल मात्र जीशुक व्यवहार कर जीशुकर पुनरुत्थान केवल गुप्त रही पाइब ना माथु लिखित सुसमाचार 28 अध्याय 12 पद जो पढ़े आउ स्वर्गदल बहुत टंका नहीं जीशुक पुनरुत्थान को गुप्त रखा चेष्टा करते मिथ्या विषय सबू से कौन करते ना अन्य कहते यहाँ जीव मान गोटे चक्रांत थिला कथा जीव मान प्रचलित अच्छी अनेक जीवटी जीशुकर पुनरुत्थान में विश्वास करती अनेक जीवटी जीशुकर पुनरुत्थान में विश्वास करती नहीं से जीव मान साधुकी बोली कहुए यहीपरी जगत में अनेक अच्छा जो मैंने जीशुकर पुनरुत्थान में विश्वास करते हैं किंतु आम समस्ते वाक्य को जानी ईश्वर संतान भाव जीशुकर पुनरुत्थान में विश्वास करने दरकार जीशुकर पुनरुत्थान शक्ति को कहीं केवे पैसा दे लुचाई पारना प्रथम मगदलिनी मरियम पुनरुत्थित जीशु को दर्शन करते सात गोटी दुष्ट आत्मा को बाहर दिगला और से पुनरुत्थान जीशु को दर्शन करने योग्य हो पारे प्रेरित तार 1 अध्याय 3 पद वाक्य अनुसार जीशु पुनरुत्थान होगा विभिन्न समय विभिन्न स्थान विभिन्न लोक मान 40 दिन पर्यंत देखा देते मार्गदर्शन देते आम जदि पुनरुत्थान जीशु को देखा इच्छा करूँ जीशुकर प्रत्येक वाक्य को आम जीवन में पालन करने चेष्टा करने दरकार माथु तार 28 अध्याय 8 9 वाक्य अनुसार जीशु उठिला प्रथम विषय आम देखा 5
ପାଞ୍ଚଟି ବିଷୟ ପ୍ରଥମ ବିଷୟ ଆମେ ଦେଖିବା ମାର୍କ ତାର 23:8-9 ଅନୁସାରେ ଯୀଶୁ ଉଠିଲା ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସିଥିଲେ ଆଉ ଶିଷ୍ୟମାନେ ଯେଉଁମାନଙ୍କ ଭୟରେ ଗୋଟିଏ ସ୍ଥାନରେ ଏକତ୍ର ହୋଇଥିଲେ ସେମାନଙ୍କୁ ଯୀଶୁ ସାକ୍ଷାତ କରି କହିଲେ ତୁମ୍ଭମାନଙ୍କର ମଙ୍ଗଳ ହେଉ। ପ୍ରଥମ ବିଷୟ ଯୀଶୁ ସେମାନଙ୍କୁ ଦେଖାଦେଇ କହିଥିଲେ ତୁମ୍ଭମାନଙ୍କର ମଙ୍ଗଳ ହେଉ। ମୋ ପ୍ରିୟ ଭାଇ ମାନେ ଆଜି ଆମେ ଯେତେ ଭାଇମାନେ ଯୀଶୁଙ୍କ ଚରଣ ତଳେ ବସିଅଛୁ ଉଠୁଥିବା ଯୀଶୁ ଆପଣମାନଙ୍କୁ ଏବଂ ମୋତେ କହୁଛନ୍ତି ତୁମ୍ଭମାନଙ୍କର ମଙ୍ଗଳ ହେଉ। ତୁମ୍ଭମାନଙ୍କର ମଙ୍ଗଳ ହେଉ। ଲୁକ 1:28 ଯେତେବେଳେ ପଢ଼ିବେ ଯୀଶୁ ଜନ୍ମ ହେବା ସମୟରେ ଦୂତ ମରିୟମକୁ କହିଥିଲେ ତୁମ୍ଭର ମଙ୍ଗଳ ହେଉ। ଲୁକ 1:28 ଯୌନ ଜନ୍ମ ହେବା ସମୟରେ ମରିୟମ ଏଲିସାବେଥଙ୍କର ମଙ୍ଗଳ କାମନା କରୁଥିଲେ। ଏ ସମସ୍ତ ବିଷୟ ଆମେ ଜାଣୁ। ମଙ୍ଗଳ ଶବ୍ଦ ଶୁଣିବା ପାଇଁ ଆପଣଙ୍କୁ ବହୁତ ଭଲ ଲାଗିଥାଏ କିନ୍ତୁ ଆକୁ ପାଇବା ପାଇଁ ବାଇବେଲରେ ଅନେକ ଗୁଡ଼ିଏ ସର୍ତ୍ତ ରହିଛି। ମଙ୍ଗଳ ବିଷୟ ପାଇବା ପାଇଁ ବାକ୍ୟରେ ସର୍ତ୍ତ ରହିଛି। ଆମମାନେ ଅନ୍ୟର ମଙ୍ଗଳର କାରଣ ହେବା ଦରକାର। ମଙ୍ଗଳ ଆମକୁ କେତେବେଳେ ମିଳିବ? ଯେତେବେଳେ ଆମେ ଦୁଷ୍ଟତାର ମାର୍ଗକୁ ଆମର ଜୀବନରେ ପରିତ୍ୟାଗ କରିବା। ଯେତେବେଳେ ଦୁଷ୍ଟତାର ମାର୍ଗକୁ ପରିତ୍ୟାଗ କରିବା ସେତେବେଳେ ଆମମାନେ ଆଉ ସେଇ ମଙ୍ଗଳ ବିଷୟଗୁଡ଼ିକୁ ଆମେ ଜାଣିପାରିବା। ପ୍ରେରିତ 3:26 ସେପରି ସେ ଆମମାନଙ୍କ ପ୍ରତ୍ୟେକ ଜଣକୁ 3:26 ଲେଖାଯାଉଛି ପ୍ରତ୍ୟେକ ଜଣକୁ ନିଜ ନିଜ ଦୁଷ୍ଟତାରୁ ଫେରାଇ ଆଶୀର୍ବାଦ କରନ୍ତି। ଦୁଷ୍ଟତାରୁ ଆମକୁ ଫେରିବାକୁ ପଡ଼ିବ। କେଉଁ ପ୍ରକାର ଦୁଷ୍ଟତା ଆପଣ ପାଖରେ ରହିଛି ତାହା ଚିନ୍ତା କଲେ ଆପଣମାନେ ନିଜେ ନିଜେ ଜାଣିପାରିବେ। ଯୀଶୁ କହୁଛନ୍ତି ତୁମମାନେ ନିଜର ଦୁଷ୍ଟତାରୁ ଫେର ତୁମକୁ ମଙ୍ଗଳ ମିଳିବ। ତୁମର ମଙ୍ଗଳ ହେବ। ଉପଦେଶକ 8:12 ଲେଖା ହେଉଛି ପରମେଶ୍ୱରଙ୍କର ଭୟକାରୀମାନେ ତାହାଙ୍କ ଛାମରେ ଭୀତ ହୁଅନ୍ତି ବୋଲି ସେମାନଙ୍କର ମଙ୍ଗଳ ହେବ। ତେଜ ପଦରେ ଲାଗୁଛି ମାତ୍ର ଦୁଷ୍ଟର କୌଣସି ମଙ୍ଗଳ ହେବ ନାହିଁ। ମୋ ଠାରେ ଓ ଆପଣମାନଙ୍କ ଠାରେ ପରମେଶ୍ୱରଙ୍କର ଭୟ ଅଛି ତାହା କିପରି ଜଣାପଡ଼େ? ଈଶ୍ୱରଙ୍କୁ ଭୟ କରୁଛୁ। ଆପଣମାନେ ଈଶ୍ୱରଙ୍କୁ ଭୟ କରୁଛନ୍ତି ତାହା କିପରି ଭାବରେ ଜଣାପଡ଼େ? ଆଇବ ତାର 6:14 ସେ ବିଷୟ ଲେଖାଯାଇଛି। ଓଡ଼ିଆରେ ସ୍ପଷ୍ଟ ଭାବରେ ଲେଖାଯାଇ ନାହିଁ। ଯଦି ଆମମାନେ ହିନ୍ଦୀ ବାଇବେଲ ପଢ଼ିବା ଆଉ ସେ हिंदी बाइबल में थोड़ी लिखा देखिए जो पड़ोसी को कृपा नहीं करता, जो पड़ोसी को दया नहीं करता, जो पड़ोसी को प्रेम नहीं करता, वो सर्वशक्तिमान का भय मानना छोड़ देता। यदि प्रतिवासी प्रति प्रेम नहीं ताहले ईश्वर प्रति आपणकर भय ना। जीशु उठिले मोर व्याकुलता देखी आपणकर व्याकुलता देखी मोर आवश्यकता को देखी आपण आवश्यकता को देखी से प्रथम कहे तुमମାନଙ୍କର मंगल। तृतीय जौन 1:2 लिखा होती तुमर आत्मा जपरी मंगल होउछि सेहीपरि सर्व विषय तुमर मंगल हो तुम्हें स्वास्थ्य भल करूँ यह मोर प्रार्थना। पूर्णता पर जीशु आम को निराश करने चाहूना। जीशु उठी आपण को एवं मत आशीर्वाद जीवन काटवाई कहते। द्वितीय विषय में देखा जे मार्क लिखित सुसमाचार 16:14 से लिखा अविश्वास हृदय कठिनतार हृदय।
ଅବିଶ୍ୱାସ ହୃଦୟ କଠିନତା ହୃଦୟ। ଯୀଶୁ ପୁନରୁତ୍ଥିତ ହେବା ପରେ ଏକାଦଶ ଶିଷ୍ୟଙ୍କୁ ଦର୍ଶନ ଦେଇଥିଲେ, କିନ୍ତୁ ସେମାନଙ୍କ ଠାରେ ଥିବା ଅବିଶ୍ୱାସ ଏବଂ ହୃଦୟର କଠିନକୁ ଦେଖି ସେ ବିରକ୍ତ ହୋଇଥିଲେ। ଶିଷ୍ୟମାନେ ଯୀଶୁଙ୍କର ପୁନରୁତ୍ଥାନ ସମ୍ବାଦ ଶୁଣିଛନ୍ତି, ତାଙ୍କର ପ୍ରତିକ୍ରିୟାକୁ ମନେ ପଡ଼ୁଛି କହିଥିବା ପ୍ରତିକ୍ରିୟାକୁ, କିନ୍ତୁ ସେମାନେ ବିଶ୍ୱାସ କରୁନାହାନ୍ତି। ରୋମୀ 14:2 ଲେଖାଯାଉଛି, ଯେଉଁମାନେ ବାକ୍ୟରେ ଲେଖାଯାଉଛି 14:2 ରୋମୀୟ, ଯେଉଁମାନେ ବିଶ୍ୱାସରେ ଦୁର୍ବଳ ସେମାନେ କେବଳ ଶାଗ ଭୋଜନ କରିବେ। ଯେଉଁମାନେ ବିଶ୍ୱାସରେ ଦୁର୍ବଳ ସେମାନେ କେବଳ ଶାଗ ଭୋଜନ କରିବେ। ଏହାର ଆତ୍ମିକ ଅର୍ଥ ଟିକେ ବୁଝିବା ପାଇଁ ଆମେ ଚେଷ୍ଟା କରିବା। ସେମାନେ ସରଳ ବାକ୍ୟ ଯେତେବେଳେ ଶୁଣିବେ, ପ୍ରଭୁ ଦୟାକରି ପରମେଶ୍ୱର, ପ୍ରଭୁ ପ୍ରେମକାରୀ ପରମେଶ୍ୱର, ପ୍ରଭୁ ରକ୍ଷାକାରୀ ପରମେଶ୍ୱର, ଆଉ ସେମାନେ କ'ଣ କରୁଥିଲେ ନା ହାଲେଲୁୟା ପ୍ରେଜ୍ ଗଡ୍। କିନ୍ତୁ ଯେତେବେଳେ କଠିନ ବାକ୍ୟ ଶୁଣିବା ସମୟରେ ସେମାନେ ସହ୍ୟ କରିପାରନ୍ତି ନାହିଁ। କଠିନ ବାକ୍ୟ ଶୁଣିବା ପରେ ସେମାନେ ସହ୍ୟ କରିପାରନ୍ତି। ଯୀଶୁ ଏମାନଙ୍କର ହୃଦୟର ଶିଥିଳତାକୁ ଦେଖି ବିରକ୍ତ ହେଉଛନ୍ତି। ଓ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମମାନଙ୍କର ହୃଦୟ, ଆମମାନଙ୍କର ମନ, ଆମମାନଙ୍କର ଈଶ୍ୱରଙ୍କ ପ୍ରତି ଥିବା ପ୍ରେମକୁ ଶିଥିଳ ହେବାକୁ କେବେ ଦେବା ନାହିଁ। ଯେଉଁମାନଙ୍କର ଅବିଶ୍ୱାସର ଜୀବନ ଅଛି, ଯେଉଁମାନଙ୍କର ହୃଦୟ କଠିନତା ଜୀବନ ଅଛି, ସେମାନେ ଧୀରେ ଧୀରେ ଶିଥିଳ ହୋଇଯାନ୍ତି। ଯେଉଁମାନେ ବିଶ୍ୱାସରେ ଦୁର୍ବଳ, ଆଉ ସେମାନଙ୍କ ପ୍ରତି ଆମମାନଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି। ରୋମୀୟ 14:1 ପଢ଼ିବେ, 15:1 ପଢ଼ିବେ, ସେ ବିଷୟ ଲେଖାଯାଇଛି। ଆଉ ସେଥିରେ ଲେଖା ହେଉଛି, ତୁମେ ସେମାନଙ୍କୁ ଡାକି ଗ୍ରହଣ କର, ସେମାନଙ୍କର ଦୁର୍ବଳତାକୁ ସହ୍ୟ କର, ସେମାନଙ୍କୁ ଉତ୍ସାହ ଦିଅ। ଯୀଶୁ ଯେପରି ଦୁର୍ବଳ ବିଷୟମାନଙ୍କୁ ଉତ୍ସାହ ଦେଇ ସେମାନଙ୍କୁ ଅଧିକାର ଦେଇ ସମଗ୍ର ଜଗତରେ ସୁସମାଚାର ପ୍ରେରଣ କରିବା ପାଇଁ ପଠାଇଥିଲେ, ସେହିପରି ମନୁଷ୍ୟର ମୁଖାପକ୍ଷ ନ କରି ଯୀଶୁଙ୍କର ପୁନରୁତ୍ଥାନ ଶକ୍ତିକୁ ଧାରଣ କରି ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇ ତାଙ୍କ ସେବା କରିବା ଦରକାର। ସେମାନଙ୍କୁ ଆମମାନଙ୍କୁ ଉତ୍ସାହିତ କରିବା ଦରକାର, ଯେପରି ସେମାନଙ୍କର ହୃଦୟ ଅବିଶ୍ୱାସ ଏବଂ କଠିନତା ଦୂର ହୋଇପାରିବ, ଆଉ ସେମାନେ ପ୍ରଭୁଙ୍କର ସେବା କାର୍ଯ୍ୟ କରିପାରିବେ। ଲୋକଲିଖିତ ସୁସମାଚାର ତୃତୀୟ ବିଷୟ ହେଉଛି ଲୋକଲିଖିତ ସୁସମାଚାର ତାର 24:49 ପଦ। ଲୋକଲିଖିତ ସୁସମାଚାର 24:49 ପଦ। କିନ୍ତୁ ତାର ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ। ଯୀଶୁ ପୁନରୁତ୍ଥାନ ପରେ ଏହି ତୃତୀୟ ବିଷୟ କହିଥିଲେ ଶିଷ୍ୟମାନଙ୍କୁ, କିନ୍ତୁ ଠାରୁ ଶକ୍ତିପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମେ ଏହି ନଗରରେ ରହିଥାଅ। ଏହି ନଗର କହିଲେ ଜେରୁସାଲେମକୁ ବୁଝାଏ। ଜେରୁସାଲେମ ବିଷୟରେ ଲେଖାଯାଏ ପ୍ରେରିତ 1:8 ପଦରେ, ଜେରୁସାଲେମ ଶକ୍ତି ପ୍ରାପ୍ତ ହେବା ଜାଗା। ଲୁକ 2:25 ପଦରେ ଲେଖା ହେଉଛି, ଜେରୁସାଲେମରେ ପ୍ରଭୁଙ୍କୁ ଦର୍ଶନ କରିବାର ଜାଗା ଅଟେ। ଜିରିମିୟ 3:17 ପଦରେ ଲେଖା ହେଉଛି, ଜେରୁସାଲେମ ହେଉଛି ଈଶ୍ୱରଙ୍କର ସିଂହାସନ ଅଟେ। ସେଠାରେ ଯୀଶୁ ପୁନରୁତ୍ଥାନ ହେବା ପରେ ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ଉର୍ଦ୍ଧ୍ୱରୁ ଯେତେଦିନ ପର୍ଯ୍ୟନ୍ତ ଶକ୍ତିପ୍ରାପ୍ତ ନ ହୋଇଛ ଏହି ଜେରୁସାଲେମ ନଗରରେ କ'ଣ କରୁଥାଅ ନା ରହିଥାଅ। ଆଜି ଆମକୁ ମଧ୍ୟ ସେ ବିଷୟ କୁହାଯାଉଛି। ଜେରୁସାଲେମ ନଗରରେ ରହିବା ପାଇଁ କୁହାଯାଉଛି। ପବିତ୍ର ସିଂହାସନ ସମ୍ମୁଖରେ ରହିବା ପାଇଁ କୁହାଯାଉଛି। ପବିତ୍ର ଦର୍ଶନ ପାଇବା ଆଶାରେ ଆମମାନଙ୍କୁ ରହିବା ପାଇଁ କୁହାଯାଉଛି। ପବିତ୍ର ଆତ୍ମାଙ୍କର ଶକ୍ତିପ୍ରାପ୍ତ ହେବା ଜାଗାରେ ରହିବା ପାଇଁ କୁହାଯାଉଛି। ଅର୍ଥାତ୍ ମଣ୍ଡଳୀ ମଧ୍ୟରେ ରହିବା ପାଇଁ କୁହାଯାଉଛି। ଏପ୍ରିକାର 4:16 ପଦରେ ଲେଖାଯାଉଛି, ଜେରୁସାଲେମରେ ଯେଉଁ ଅନୁଗ୍ରହର ସିଂହାସନ ରହିଛି ତାହାକୁ ପରିତ୍ୟାଗ କରିବା ନାହିଁ। ଶକ୍ତି କହିଲେ ଆମେ ପବିତ୍ର ଆତ୍ମାଙ୍କର ଶକ୍ତିକୁ ବୁଝାଇଥାଏ।
पवित्र आत्मा शक्ति को ज्ञान सहित तुलना कर जिसाया 11:2 विषय लिखा जाए सदा प्रभुतर आत्मा ज्ञान अटे यही ज्ञान उद्धर आसी पृथ्वी में जिते ज्ञान मिलूँ ताद्वारा पाप करने आम बहुत सहज उद्धर जो ज्ञान आसी तद्वारा आम पाप कर पाप आम दूरी रही जगतर ज्ञान पाइबापी आमको स्कूल कॉलेज एवं यूनिवर्सिटी पढ़ा पड़ी किंतु पाप करने कौन स्कूल कॉलेज एवं यूनिवर्सिटी रही पाप करने कौन सेमती करने जगह किंतु जगत ज्ञान हासिल करने बहुत परिश्रम कर दिन राति अनेक समय फेल जाती प्रिय भाई बहन मैंने पाप करने फेल जाऊँगी निर्भुल भाव निर्भय भाव में पाप कर चले जगतर ज्ञान अटे जीर्य 4:22 पदे जगतर ज्ञान विषय लिखा जाए जगतर ज्ञान कारण आमर लोक मैंने अज्ञान सुकर्म करने को किसी ज्ञान नहीं सत्यकर्म करने को किसी ज्ञान नहीं ऊर्ध्वगत ज्ञान विषय लिखा जाए याकूब 3:17 तार क्वालिटी विषय लिखा जाए ऊर्ध्वगत से ज्ञान आपको पवित्र कर संदेह शून्य कर ऊर्ध्वगत ज्ञान को आमको प्राप्त होगा दरकार से शिष्य मान कहले जेपर्यंत तुमने शक्ति प्राप्त होना यही नगर में रही प्रिय भाई एवं भूमि मैंने जेपर्यंत पवित्र शक्ति प्राप्त न होती आपण पवित्र हो पारे ना पवित्र आत्मा प्राप्त होता शक्तिर आचरण संपूर्ण भिन्न प्रकार देखा जाए पवित्र आत्मा पाइबा मैंने प्रार्थना करूँ पवित्र आत्मा प्राप्त होगापर पवित्र जीवन काटिपारे आपंकर समस्त विषय बदल समस्त विषय परिवर्तन देखा आपण जीवन में चतुर्थ विषय हूँ यीशु पुनरुत्थान कलापर पितर पाखु जा पचार पितर तुम्हें कौन मत प्रेम कर जहन 21 विषय लिखा जाए यीशु 3 थर पितर को पचार जे तुम्हें कौन मत प्रेम कर प्रेम विषय बात लिखा जाए विचारकर्ता तार 5:31 पद लिखा जाऊँगी जो मैंने सदा प्रभु को प्रेम करती से सूर्य सहित समान हो पारे सूर्यर जो पराक्रम अच्छी सूर्यर जो शक्ति रही सदा प्रभु को प्रेम कर जीवन में देखा अंधकार शक्ति समान निकट को आसना प्रिय भाई भाई मैंने सदा प्रभु को प्रेम करने अभ्यास करूँ मैंने सूर्य भरी प्रकाशमान हो पारे एफिसी 6:24 पदे लिखा जाऊँगी जिते आमर प्रभु यीशु ख्रीष्ट को चिरतन प्रेम करती से अनुग्रह पाइबे कार्य क्षेत्र में हो व्यवसाय क्षेत्र में हो पाठ पढ़ा क्षेत्र हो समस्त विषय यीशुकर अनुग्रह से किंतु गोटे दुखर विषय लिखा जाए प्रथम कोरिन्थियों 16:22 पदे जो मैंने जे कहीं प्रभु को प्रेम न करे से जो मैंने जीशुकर पुरुष को प्रेम करती ना बलिदान को प्रेम करती ना
ଯୀଶୁଙ୍କର ପୁନରୁତ୍ଥାନ ଶକ୍ତିକୁ ପ୍ରେମ କରନ୍ତି ନାହିଁ, କାହାଙ୍କର ସହଭାଗିତାକୁ ପ୍ରେମ କରନ୍ତି ନାହିଁ, ସେମାନେ ଶାପଗ୍ରସ୍ତ ହେବେ। ପ୍ରକାଶିତ 1:5 ଲେଖାଯାଇଛି, ଗୋଟିଏ ଭଲ ବିଷୟ ଲେଖାଯାଇଛି, ଯୀଶୁ ତାହାକୁ ପ୍ରେମ କରନ୍ତି, ଯାହାକୁ ପ୍ରେମ କରନ୍ତି। କାଲବରୀ କ୍ରୁଶର ରକ୍ତରେ ସମସ୍ତ ପାପ ତାର ଧୌତ କରି ଶୁଚି ଏବଂ ପବିତ୍ର। ଯୀଶୁ ଯାହାକୁ ପ୍ରେମ କରନ୍ତି, କାଲବରୀ କ୍ରୁଶର ରକ୍ତରେ ସମସ୍ତ ପାପ ତାଙ୍କର ଧୋଇ ଶୁଚି ଏବଂ ପବିତ୍ର କରନ୍ତି। ଯୀଶୁଙ୍କ ଠାରେ ଏପରି ପ୍ରେମର ଶକ୍ତି ରହିଛି। ଆପଣଙ୍କର ପାପ କେତେ ବର୍ଷର ପୁରୁଣା ହେଲେ ମଧ୍ୟ ଯଦି ସ୍ୱୀକାର କରିବେ, ସେ ତାଙ୍କର ରକ୍ତରେ ଧରି ଶୁଚି କରିବେ। ସେ ପାପକୁ କ୍ଷମା କଲା ପରେ ଆଉ ସେଇ ପାପକୁ ସ୍ମରଣରେ ଆଣନ୍ତି ନାହିଁ, ତାହାକୁ ପଛରେ ଫିଙ୍ଗି ଦେଇଥାନ୍ତି, ପଛରେ ପକାଇ ଦେଇଥାନ୍ତି। ମିକା ତାର 7:19 ସେ ବିଷୟ ଲେଖାଇଛି, ଆପଣ ପଢ଼ିନେବେ। କିନ୍ତୁ ଆମେ କ'ଣ କରୁଛୁ, ଜଣଙ୍କର ପାପକୁ କ୍ଷମା କରି ପଛକୁ ନ ଫିଙ୍ଗି ଆମେ କ'ଣ କରୁଛୁ ନା ସମ୍ମୁଖରେ ଆମେ ଫିଙ୍ଗି ଦେଉଛୁ। କିଛି ବର୍ଷ ପରେ ତାର ପାପକୁ ସ୍ମରଣରେ ଆଣୁଛୁ। ଏହା ମନୁଷ୍ୟର ସ୍ୱଭାବ। ଲୁକ ତାର 7:47 ଲେଖାଯାଉଛି ଯେ ଯୀଶୁଙ୍କୁ ବହୁତ ପ୍ରେମ କରିବ, ତାର ଅନେକ ପାପ କ୍ଷମା କରାଯିବ। ଯେ ଯୀଶୁଙ୍କୁ ଅଳ୍ପ ପ୍ରେମ କରିବ, ତାର ଅଳ୍ପ ପାପ କ୍ଷମା ହେବ। ପୁନରୁତ୍ଥିତ ଯୀଶୁ ପିତରଙ୍କୁ ପଚାରୁଛନ୍ତି, ତୁମେ କ'ଣ ମୋତେ ଭଲ ପାଉଛ? ଯଦି ଭଲ ପାଇବ ତାହେଲେ ସୂର୍ଯ୍ୟ କରିହେବ, ଯଦି ଭଲ ପାଇବ ତାହେଲେ ଅନୁକୂଳ ପାଇବ, ଯଦି ଭଲ ପାଇବ ନାହିଁ ତାହେଲେ ଅଭିଶାପ ପାଇବ, ଯଦି ଭଲ ପାଇବ ତାହେଲେ ତୁମର ପାପ କ୍ଷମା ହେବ। ପଞ୍ଚମ ଏବଂ ଶେଷ ବିଷୟ ମାଥ୍ୟୁ 25:10 ଲେଖାଉଛି, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଭୟ କର ନାହିଁ, ତୁମେ ଯାଇ ମୋର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲକୁ ଯାଆନ୍ତୁ, ସେଠାରେ ମୋର ଦର୍ଶନ ପାଇବେ। ଏବେ ଶେଷରେ ଆମକୁ କୁଆଡ଼େ ଯିବାକୁ ପଡ଼ିବ? ଗାଲିଲକୁ ଯିବାକୁ ପଡ଼ିବ। ଯଦି ପୁନରୁତ୍ଥିତ ଯୀଶୁଙ୍କୁ ଦେଖିବାକୁ ଇଚ୍ଛା କରୁଛନ୍ତି, ତାହେଲେ ଆପଣଙ୍କୁ ଗାଲିଲକୁ ଯିବାକୁ ପଡ଼ିବ। ଗାଲିଲର ଅର୍ଥ ହେଉଛି ଗୌରବ ପ୍ରାପ୍ତ ହେବା ଜାଗା। ଗାଲିଲ ହେଉଛି ଯୀଶୁଙ୍କୁ ଦର୍ଶନ କରିବାର ଜାଗା। ଯିଶାୟ 9:1 ଲେଖାଉଛି, ଗାଲିଲ ମହିମା ପ୍ରାପ୍ତ ହେବା ଜାଗା ଅଟେ। ଯଦି ସମ୍ଭ୍ରାନ୍ତ ହେବା ପାଇଁ ଚାହୁଁଛନ୍ତି, ମହିମା ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଆପଣଙ୍କୁ ଗାଲିଲକୁ ଯିବାକୁ ପଡ଼ିବ। ସେଠାରେ ଯୀଶୁ ଅଛନ୍ତି, ତାଙ୍କୁ ସାକ୍ଷାତ କରିବାକୁ ପଡ଼ିବ, ତାଙ୍କୁ ଦର୍ଶନ କରିବାକୁ ପଡ଼ିବ। ଗାଲିଲ ହେଉଛି ଏପରି ଗୋଟିଏ ଜାଗା, ଯଦି ସେଠାକୁ ଯିବେ ଆପଣ ସମସ୍ତ ବିଷୟରେ ଜୟ ପାରିବେ। ତେଣୁକରି ଜୟ ପାଇବା ପାଇଁ ଗାଲିଲକୁ ଯିବା ଦରକାର। ପ୍ରେରିତ 9:31 ଲେଖାଉଛି, ଶେଷ ଭାବରେ ପଢ଼ିବା, ଗାଲିଲର ମଣ୍ଡଳୀ ପ୍ରଭୁଙ୍କର ଭୟରେ ଆଚରଣ କରି ଶାନ୍ତି ଭୋଗ କରେ ଏବଂ ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ବୃଦ୍ଧି ପାଇବାକୁ ଲାଗେ। ଗାଲିଲର ମଣ୍ଡଳୀର ଲୋକମାନେ ଆତ୍ମିକ ଜୀବନରେ ବୃଦ୍ଧି ପାଇବାକୁ ଲାଗିଲେ। ଆମେ ଫାରୁସୀ ଏବଂ ସାଧୁକୀମାନଙ୍କ ପରି ନ ହୋଇ ଖ୍ରୀଷ୍ଟଙ୍କର ସନ୍ତାନ ହୋଇ ଯୀଶୁଙ୍କର ପୁନରୁତ୍ଥାନ ଶକ୍ତିରେ ବିଶ୍ୱାସ କରି ଜୀବନ ଯାପନ କରୁ। ଯୀଶୁଙ୍କର ପୁନରୁତ୍ଥାନରେ ଆପଣ ବିଶ୍ୱାସ କରୁଛନ୍ତି? ଯୀଶୁଙ୍କର ପୁନରୁତ୍ଥାନ ଶକ୍ତିକୁ ଆପଣ ଅନୁଭବ କରୁଛନ୍ତି? ଯୀଶୁଙ୍କର ପୁନରୁତ୍ଥାନ ବିଷୟ ଆପଣ କିପରି ଅନ୍ୟମାନଙ୍କ ନିକଟରେ ପ୍ରଚାର କରିପାରିବେ? ଅନ୍ୟମାନଙ୍କ ନିକଟରେ କିପରି ପ୍ରକାଶ କରିପାରିବେ? ସେ ବିଷୟରେ ଚିନ୍ତା କରନ୍ତୁ, ସେହି ଅନୁସାରେ କାର୍ଯ୍ୟ କରନ୍ତୁ, ସେହି ଅନୁସାରେ ଜୀବନ କାଟନ୍ତୁ। ପ୍ରଭୁ ଆପଣଙ୍କୁ ସମସ୍ତ ବିଷୟରେ ଅନୁଗ୍ରହ କରି ଆଶୀର୍ବାଦ କରିବେ। ପ୍ରଭୁ ଏହି ଅଳ୍ପ ପାଖରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ସମସ୍ତେ ନିଜ ନିଜ ସ୍ଥାନରେ ଠିଆ ହେବା।
ଏବଂ ସମର୍ପିତ ହେବା। ଆମେ ସମସ୍ତେ ନିଜ ନିଜ ସ୍ଥାନରେ ଠିଆ ହେବା ଏବଂ ସମର୍ପିତ ହେବା। ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା ଆଉ ଆମେ କ'ଣ କରିବା, ସେଇ ବାକ୍ୟକୁ ଆମେ ସ୍ମରଣ କରିବା, ଚକ୍ଷୁକୁ ବନ୍ଦ କରିବା, ତାଙ୍କର ପ୍ରାର୍ଥନା ଶୁଣିବା ପାଇଁ ତାହାଙ୍କର କର୍ମ ସଦା ସର୍ବଦା ମୁକ୍ତ ରହିବେ। ଏହି ସମୟରେ ଆପଣ ଯେକୌଣସି ବିଷୟ ପ୍ରାର୍ଥନାର ବିରୋଧ ରହିଛି ଆଉ ସେଇ ବିଷୟର ନିକଟରେ ଜଣାନ୍ତୁ, ସେ ଆମକୁ ସମସ୍ତ ବିଷୟରେ ସାହାଯ୍ୟ କରିବେ। ଆଉ ମାନେ ଚକ୍ଷୁ ବନ୍ଦ କରିଛୁ ଆଉ ସେଇ ପ୍ରାର୍ଥନା କରିବା ଆଉ ସେ ଆମକୁ ସମସ୍ତ ବିଷୟରେ ସାହାଯ୍ୟ କରିବେ। ଆସିଛୁ ପଦ ତଳେ ହେ ଦୟାର ସାଗର ପରିପୂର୍ଣ୍ଣ ହୃଦୟ ଦେଇ ଭକ୍ତି ସନ୍ଧାର। ଆସିଛୁ ପଦ ତଳେ ହେ ଦୟାର ସାଗର ପରିପୂର୍ଣ୍ଣ ହୃଦୟ ଦେଇ ଭକ୍তি ସନ୍ଧାର। हे राजाधिराज हे प्रेमानंद कृषिया प्रेमाधार भूभाई हृदयाम प्रेमे प्राणित आज पर्यंत आभार शिवशक्ति आत्मा ताहले तुम्हार उपलब्ध को प्रेम करी केवल से पर्यंत এই জগতের জীবন যাপন করি
ତୁମର ଅନୁଗ୍ରହ ବଢ଼ୁ ଶାନ୍ତି ବଢ଼ୁ ପ୍ରେମ ବଢ଼ୁ ତାହେଲେ ଆମର ଅନନ୍ତ ଜୀବନ ଅଧିକାରୀ ଯଦି ଆମର ଈଶ୍ୱର ଭକ୍ତି ଜୀବନ ଥାଏ ଆମେ ସେଦିନ ବର୍ଷ ପୁରୁଷ ଜଗତକୁ ଆସିବୁ ଯଦି କନ୍ୟା ସଜ୍ଜିତ ହୋଇଯାଏ ତାହେଲେ ଆମ ସମସ୍ତ ପରିବର୍ତ୍ତନ ସତୀକନ୍ୟା ଯଦି ହେଇଯିବ ତାହେଲେ ଦୁଆର ଘଟିଯିବ ଆମର এই সম্পর্কକୁ ଯାଇପାରିବ ସବୁ ଭାବ ବିଷୟରେ हे प्रभु दयावान तुम्हें आह्वान को दया करो आह्वान को चिंता काल चढ़ना प्रसन्न तुम दृष्टि जगह को वासना यहाँ हमारे मन को प्राप्त करो कारण तुम विनती न करेगा बात सत्य जीवन का भविष्य मनुष्य को जो हमारे विधान करता ताकि हमारा कुछ लाभ हो मनुष्य ने जो किसी को जाए कारण से सुख मनुष्य हे प्रभु प्रतिज्ञा का भविष्य मैं आमंत्रण के भविष्य सतत सत्य समाधान भविष्य प्रभु तुम पर विश्वास कर सको मदासन को एक परिवार को प्रयास करो जितने मैंने मंडली के भविष्य समस्त प्रभु आशीष कारण समस्त तुम्हें सीखना सोचो ताकि हमारे जीवन सतर्क रहो सजग रहो महाराज अपेक्षा साथ प्रभु श्री कृष्ण स्वर्गस्थ पिता तुम्हारा मान्य हो स्वर्गरे से पृथ्वी विश्वास प्रभु यीशु कृष्ण पिता परमेश्वर पवित्र आत्मा का जीवन शांति शक्ति आज चिरकाल पर्यंत